ଆଜିର ଶିକ୍ଷାଦାନ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆଜି ଆମେ ନବମ ଶ୍ରେଣୀର ପ୍ରଥମ ଅଧ୍ୟାୟ ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ ସମ୍ବନ୍ଧରେ ଆମେ ଆଲୋଚନା କରିବା। ଏଥିରେ ରହିଛି ପଦାର୍ଥର ବିଭିନ୍ନ ଅବସ୍ଥା, ପଦାର୍ଥରେ ଥିବା କଣିକାମାନଙ୍କର ଧର୍ମ, କଠିନ ତରଳ ଗ୍ୟାସୀୟ ପଦାର୍ଥ ମଧ୍ୟରେ ପାର୍ଥକ୍ୟ। ଏ ଅଧ୍ୟାୟକୁ ଯିବା ପୂର୍ବରୁ ଆମେ ଡକ୍ଟର ଅବଦୁଲ କାଲାମଙ୍କ ମତ ଅନୁଯାୟୀ ତଥା ତାଙ୍କର ନୀତିବାଣୀ ସମ୍ବନ୍ଧରେ କିଛି ଶୁଣିବା। ନୀତିବାଣୀଟି ଏହା, ତୁମର ପ୍ରଥମ ବିଜୟ ପରେ ବିଶ୍ରାମ ନିଅ ନାହିଁ, କାହିଁକି ନା ଯଦି ଦ୍ୱିତୀୟରେ ଅସଫଳ ହେବ ତେବେ ଲୋକେ କହିବେ ତୁମର ପ୍ରଥମ ବିଜୟ କେବଳ ଭାଗ୍ୟର ଖେଳ ଥିଲା। ବର୍ତ୍ତମାନ ଆମେ ଆରମ୍ଭ କରିବା ପଦାର୍ଥର ଅବସ୍ଥା, ଅର୍ଥାତ୍ ପଦାର୍ଥକୁ କେତେ ଭାଗରେ ବିଭକ୍ତ କରାଯାଇଛି, କେଉଁ ପଦାର୍ଥକୁ କିଭଳି ଭାବରେ ଆମେ ଚିହ୍ନିବା ସେ ସମ୍ବନ୍ଧରେ ଆଲୋଚନା କରିବା। ଅର୍ଥାତ୍ ପଦାର୍ଥଟି ତିନି ଭାଗରେ ବିଭକ୍ତ କରାଯାଏ। ପ୍ରଥମଟି ଆସିଲା କଠିନ ପଦାର୍ଥ, ତାକୁ କୁହାଯାଉଛି ସଲିଡ୍। ଦ୍ୱିତୀୟରେ ତରଳ ଅବସ୍ଥା ଲିକ୍ୱିଡ୍ ଏବଂ ତୃତୀୟଟି ହେଉଛି ଗ୍ୟାସୀୟ ଅବସ୍ଥା, ଯାହାକୁ କୁହାଯାଏ ଗ୍ୟାସିୟସ୍ ଷ୍ଟେଟ୍ ବୋଲି ଆମେ କହିଥାଉ। ବର୍ତ୍ତମାନ ଆସନ୍ତୁ ଏ ପ୍ରତ୍ୟେକ ଅବସ୍ଥାର କିଛି କିଛି ଉଦାହରଣ ଆମେ ଦେଖିବା। ଆପଣମାନେ ବର୍ତ୍ତମାନ ଏଠାରେ ଏକ ଚିତ୍ର ଦେଖିବାକୁ ପାଉଥିବେ, ଯେଉଁଥିରେ କି ଲେଖା ହେଇଛି ସଲିଡ୍, ଲିକ୍ୱିଡ୍ ଏବଂ ଗ୍ୟାସ୍। ସଲିଡ୍ ତଳେ ଆମେ କିଛି ଉଦାହରଣ ଆମେ ଦେଖିବା, ଯେଉଁଗୁଡ଼ାକ ଲେଖା ହେଇଛି ଦେଖନ୍ତୁ। ସଲିଡ୍ ତଳେ ଲେଖା ହେଇଛି ଷ୍ଟୋନ୍, ଉଡ୍ ଏବଂ ବିଲିଆର୍ଡ ବଲ୍। ଠିକ୍ ସେହିଭଳି ଲିକ୍ୱିଡ୍ ତଳେ ଲେଖା ଅଛି ୱାଟର, ଅଏଲ୍ ଏବଂ ଭିନେଗାର। ଏବଂ ଗ୍ୟାସ୍ ତଳେ ଲେଖା ଅଛି ହିଲିୟମ୍, ଅକ୍ସିଜେନ୍ ଏବଂ କ୍ଲୋରିନ୍। ଏହିଭଳି ଭାବରେ ପଦାର୍ଥକୁ ତିନି ଭାଗରେ ବିଭକ୍ତ କରାଯାଇଛି। ବର୍ତ୍ତମାନ ଆସନ୍ତୁ କଠିନ, ତରଳ ଏବଂ ଗ୍ୟାସୀୟ ପଦାର୍ଥ ମଧ୍ୟରେ ପାର୍ଥକ୍ୟ, ଏ ତିନୋଟି ପଦାର୍ଥକୁ ଆମେ ତୁଳନା କରିବା। ପ୍ରଥମ ପାର୍ଥକ୍ୟ ଆକାର, ଆକୃତି ଏବଂ ଆୟତନ। କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଆକୃତି ରହିଛି, ତରଳ ପଦାର୍ଥରେ କୌଣସି ନିର୍ଦ୍ଦିଷ୍ଟ ଆକାର ଆକୃତି ନାହିଁ ଏବଂ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ। ନମ୍ବର 2, ବିସରଣର ହାର। ବିସରଣର ହାର କହିଲେ କ'ଣ ବୁଝାଏ ନା ତିନୋଟି ପଦାର୍ଥ ମଧ୍ୟରୁ କେଉଁ ପଦାର୍ଥଟି ଅନ୍ୟ ପଦାର୍ଥ ସହିତ ଅତି ଶୀଘ୍ର ମିଶିପାରେ ତାକୁ କୁହାଯାଏ ବିସରଣର ହାର। ଯଦି ଦେଖାଯାଏ କଠିନ ପଦାର୍ଥର ବିସରଣର ହାର ସର୍ବନିମ୍ନ, ତରଳ ପଦାର୍ଥର ବିସରଣ ହାର ମଧ୍ୟମ ଏବଂ ଗ୍ୟାସୀୟ ପଦାର୍ଥର ବିସରଣ ହାର ହେଉଛି ସବୁଠାରୁ ଅଧିକ। ନମ୍ବର 3, ସଂକୁଚିତ। କଠିନ ପଦାର୍ଥକୁ ସଂକୁଚିତ କରିବା ବହୁତ କଷ୍ଟକର, ତରଳ ପଦାର୍ଥକୁ ସଂକୁଚିତ କରିବା ମଧ୍ୟ ପ୍ରାୟ କଷ୍ଟକର, କିନ୍ତୁ ଗ୍ୟାସୀୟ ପଦାର୍ଥକୁ ସଂକୁଚିତ କରିବା ବହୁତ ସହଜ, ଯାହାଫଳରେ କି ଆମେ ଗ୍ୟାସ୍ ସିଲିଣ୍ଡର, ଅକ୍ସିଜେନ୍ ଗ୍ୟାସ୍, ଏଲ୍ପିଜି ଗ୍ୟାସ୍ ଏବଂ ସିଏନ୍ଜି ଗ୍ୟାସ୍କୁ ଆମେ ସଂକୁଚିତ କରିବା ମାଧ୍ୟମରେ ଆମେ ତାକୁ ସିଲିଣ୍ଡରରେ ଭର୍ତ୍ତି କରିପାରୁଛୁ। ନମ୍ବର 4, ପ୍ରବାହିତ। କଠିନ ପଦାର୍ଥ କୌଣସି ପ୍ରକାର ପ୍ରବାହିତ ହୁଏ ନାହିଁ, ଯେକୌଣସି ସ୍ଥାନରେ ରଖିଥିଲେ ସେ ସେହି ସ୍ଥାନରେ ହିଁ ରହିଯାଏ। ମାତ୍ର ତରଳ ପଦାର୍ଥ ସଦାସର୍ବଦା ଉଚ୍ଚ ସ୍ତରରୁ ନିମ୍ନ ସ୍ତରକୁ ପ୍ରବାହିତ ହୁଏ, ଏଥିପାଇଁ ତରଳ ପଦାର୍ଥକୁ ପ୍ରବାହ ମଧ୍ୟ କୁହାଯାଏ। କିନ୍ତୁ ଗ୍ୟାସୀୟ ପଦାର୍ଥ ଏମିତି ଏକ ପଦାର୍ଥ ଯିଏକି ଚତୁର୍ଦିଗକୁ ସଦାସର୍ବଦା ସେ ପ୍ରବାହିତ ହୁଏ, ଅର୍ଥାତ୍ ସବୁ ଦିଗକୁ ସେ ପ୍ରବାହିତ ହୁଏ। ନମ୍ବର 5, ଗତିବିଧି। କଠିନ ପଦାର୍ଥକୁ ଯେକୌଣସି ଜାଗାରେ ରଖିଦେଲେ ସେ କୌଣସି ଦିଗକୁ ଗତି କରେ ନାହିଁ, ତେଣୁ ତାର ଗତିବିଧି ହେଉଛି ନଗଣ୍ୟ। ମାତ୍ର ତରଳ ପଦାର୍ଥ କଣିକା ମଧ୍ୟରେ ଆକର୍ଷଣ ବଳ ଉପରେ ନିର୍ଭର କରେ। ଯେମିତିକି ଉଦାହରଣ ମୁଁ କହିବି, ଜଳ ଯେତେ ଶୀଘ୍ର ପ୍ରବାହିତ ହୋଇପାରେ ଗୋଟେ ମୋବିଲ୍ କିମ୍ବା ଡିଜେଲ କିମ୍ବା ଅନ୍ୟ ଯେକୌଣସି ତେଲ ସେ ତୁଳନାରେ ପ୍ରବାହିତ ହୁଏ ନାହିଁ, କାରଣ କଣିକାମାନଙ୍କର ଆକର୍ଷଣ ବଳ ଉପରେ ନିର୍ଭର କରି ଗତିବିଧି କରିଥାଏ। ଅର୍ଥାତ୍ ପ୍ରତ୍ୟେକ ତରଳ ପଦାର୍ଥର ଗତିବିଧି ସମାନ ନଥାଏ। ନମ୍ବର ନେକ୍ସଟକୁ ଯଦି ଯିବା, ଗ୍ୟାସୀୟ ପଦାର୍ଥର ଗତିବିଧି ହେଉଛି ମୁକ୍ତ, ସ୍ଥିର ଏବଂ ଅନିୟମିତ। ସେ ସଦାସର୍ବଦା ସେ ଗତିଶୀଳ ଅବସ୍ଥାରେ ଥାଏ। ନମ୍ବର 6, କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ। ଯେଉଁ ପଦାର୍ଥ ଯେଉଁ କଣିକାକୁ ନେଇକି ଗଠିତ ତାକୁ ଯଦି ଆମେ ତୁଳନା କରିବା, କଠିନ ପଦାର୍ଥର ହେଉଛି ଫାଙ୍କା ସ୍ଥାନ ସବୁଠାରୁ କମ୍,
तरल पदार्थ अपेक्षाकृत बेसी अर्थात कठिन जेतिकी फांका स्थान रही अधिक तरल पदार्थ रही एवं देखा जाए ग्यासीय पदार्थ होची कणिका मानक मध्य फांका स्थान सबुठारु अधिक। एवं नंबर 7 आंतकणिकार आकर्षण बल अर्थात कणिका कणिका मानक मध्य आकर्षण बल कहार अधिक जदि देखा जाए कठिन पदार्थ कणिका मानक मध्य आकर्षण बल सबुठारु अधिक सेथिपाई कौनसी कठिन पदार्थ भांगिबा एते सहज हुए नहीं। तरल पदार्थर आकर्षण बल अपेक्षाकृत कम एवं ग्यासीय पदार्थ थिबा कणिका मानकर मध्य आकर्षण बल सबुठारु सर्वनिम्न अर्थात सबुठारु कम अटे। तेणु कठिन तरल ग्यासीय पदार्थ मध्य पार्थक्य को समस्ते आम मन देखी मन रखा। बर्तमान आसतु पदार्थर संकुचित परीक्षण कठिन तरल ग्यासीय पदार्थर संकुचित को परीक्षा करने बर्तमान प्रथम एक सीरीज नेबा एठारे जो चित्र रे देखला भली एक सीरीज पिस्टन को पछको आम टाणी नेबा एवं भितर कठिन तरल एवं ग्यासीय पदार्थर किछि रखिबा। बर्तमान आपण माने देखिबा को पाउथिबे कि तीन प्रकार सीरीज रे प्रथम कठिन पदार्थ द्वितीय तरल पदार्थ एवं ग्यासीय पदार्थ समस्त पिस्टन गुड़िक पछको आम काढ़ी नेबा एवं ताकर मुह गुड़िक आम नाली टिपी द्वारा बंद कर रखा जाए। बर्तमान जो पिस्टन टी आम फेलिबा देखा ग्यासीय पदार्थ रे सबुठारु अधिक भीतर को प्रवेश करिवो एवं कठिन एवं तरल रे कम प्रवेश करिवो। ए परीक्षा आम जानिले ग्यासीय पदार्थ को अधिक मात्रा रे संकुचित करा जाई पारिबो अर्थात ग्यासीय पदार्थ अधिक संकुचित हुए किंतु कठिन एवं तरल ग्यास पदार्थ कम संकुचित हुए। बर्तमान आसतु तीनोटी पदार्थ अवस्था कणिका गुड़िक मध्य आकर्षण बल क्यों पदार्थर थिबा कणिका मानकर आकर्षण बल अच्छे सबुठारु अधिक। बर्तमान एटारे आपण माने जो नाली गुल गुल होगी देखुछन्ते एही होछि गोटे पदार्थर गोटे गोटे कणिका एठी आपण माने देखिबा पाउछन्ते जे कणिका गुड़िक बहुत लागी लागी थांती अर्थात एटा कि प्रकार पदार्थ ना ये होछि गोटे कठिन पदार्थ। एवं उदाहरण आम जदि देखिबा इटा इटा को जिते बड़े आम भांगिबा को चेष्टा करिबा इटाटी हठात सहजरे भांगी पड़े नहीं बा भांगी जाए नहीं कारण एथिरे थिबा जो कणिका गुड़िक बहुत पाखे पाखे थांती एवं तांको भितर आकर्षण बल होछि सबुठारु अधिक। द्वितीय आम देखिबा आ गोटे जिते बड़े कणिका को देखिबा जोटा कि टिके फांका फांका अच्छी एवं कम अच्छी यही होछि हम तरल पदार्थ एवं एग्जांपल कहार ना जल जल रे थिबा कणिका गुड़िक एई भଳି भाबरे टिके फांका फांका थांती जहा द्वारा कि आम जलटा को अति सहज आम अलग करूँ। तृतीय आम जा देखते कणिका गुड़िक आउ टे फांका फांका रखा जाए जो थे कि भीतर आकर्षण बलटा बहुत कम जोटा कि या ग्यासीय पदार्थ और धूआं ये अति सहजरे चारिआड़ को व्यापी पारुछि कारण ए कणिका मान मध्य आकर्षण बल बहुत कम तेणु गैसटा अति शीघ्र। बर्तमान से पदार्थ तीनोटी अवस्था कणिका गुड़िक मध्य स्थान अर्थात कहार फांका स्थान अधिक कहार कम। बर्तमान आपण मैंने चित्र गोटे देखिपा कठिन तरल एवं ग्यासीय पदार्थर किसी कणिका गुड़िकर साजसज्जा अर्थात प्रथम देखिए कठिन पदार्थ कणिका मान मध्य फांका स्थान कम तरल पदार्थ फांका स्थान ताठारु अधिक एवं ग्यासीय पदार्थ फांका स्थान होछि सबुठारु अधिक। तेणु ये जिनटा को आपण मैंने भल भाव मन रखि परीक्षा रे सुनिश्चित आसीबो। बर्तमान आपण मैंने देखिपे जड़े स्त्री लोकटे रोषे करुँचे तो गैस व्यवहार करुँचे जहाँ को एलपीजी गैस लिक्विफाइड पेट्रोलियम गैस। डाक्तखाना जो ऑक्सीजन को आम व्यवहार करुचु एक सिलिंडर में भर्ती कर रखी जाए। तृतीय आम जा एक कार चलैवाई बर्तमान वायु प्रदूषण को कमेवाई सरकार गोटे एक स्वागत योग्य पदक्षेप। बर्तमान गाड़ी साधारणतः सीएनजी गैस कंप्रेस्ड नेचुरल गैस को व्यवहार कर गाड़ी को साधारणतः चल पार्छुँ। तेणु बर्तमान आम तीन प्रकार जिनस आम देखिले एगुड़ा को गैस को संकुचित मध्यम आम व्यवहार करुँ।
ବର୍ତ୍ତମାନ ଆସନ୍ତୁ ଆଜିର କ୍ଲାସରେ ଆମେ କେତେ ପରିମାଣରେ ଆମେ ଶିଖିଲେ, ତେଣୁ ଆମେ ସେ ସମ୍ବନ୍ଧରେ ଆଲୋଚନା କରିବା। ଏଥିପାଇଁ ବର୍ତ୍ତମାନ କିଛି କ୍ୱେଶ୍ଚନ୍ ଦିଆଯିବ। ଯଦି ଆପଣମାନେ ଆଗରୁ ଠିକ୍ ଭାବରେ ଦେଖିଥିବେ ତାହେଲେ ସୁନିଶ୍ଚିତ ଏ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେଇପାରିବେ। ଯଦି ଆପଣମାନେ ଠିକ୍ ଭାବରେ ଯଦି ଦେଖିନାହାନ୍ତି ତାହେଲେ ଆପଣଙ୍କ ହୋଇଥିବ ଟିକେ କଷ୍ଟ ହୋଇପାରେ। ତେଣୁ ଆପଣମାନେ ଯେତେବେଳେ ଦେଖୁଛନ୍ତି ଧ୍ୟାନର ସହିତ ତାକୁ ମନୋଯୋଗ କରିକି ଆପଣମାନେ ତାକୁ ନୋଟ୍ ଡାଉନ୍ କରନ୍ତୁ। ଆସନ୍ତୁ ପ୍ରଥମ କ୍ୱେଶ୍ଚନ୍, ପଦାର୍ଥର ଅର୍ଥାତ୍ ତରଳ ପଦାର୍ଥର ଧର୍ମ ଲେଖ। ନମ୍ବର 2, କଠିନ ତରଳ ଗ୍ୟାସୀୟ ପଦାର୍ଥ ମଧ୍ୟରେ ଧର୍ମ ଗୁଡ଼ିକ ଲେଖ। ନମ୍ବର 3, କେଉଁ ପଦାର୍ଥର ବିସରଣ ହାର ସର୍ବାଧିକ। ନମ୍ବର 4, କେଉଁ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ କମ୍। ନମ୍ବର 5, କେଉଁ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ସର୍ବାଧିକ। ନମ୍ବର 6, କାର୍ ଚଲାଇବା ପାଇଁ କେଉଁ ଗ୍ୟାସ୍ ବ୍ୟବହାର କରାଯାଏ। ନମ୍ବର 7, ଚିନି ଏକ କେଉଁ ପଦାର୍ଥ ଅଟେ। ନମ୍ବର 8, CNGର ପୁରା ନାମ କୁହ। ତେଣୁ ଆପଣମାନେ ଏଭଳି ଭିଡ଼ିଓକୁ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆଜିର ଏହି କ୍ଲାସ୍ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଆପଣମାନେ ଯେହେତୁ ଧୈର୍ଯ୍ୟର ସହିତ ଭିଡ଼ିଓଟିକୁ ଦେଖୁଛନ୍ତି, ତେଣୁ ଆପଣମାନେ ଏଇଭଳି ଆଗକୁ ଯେଉଁ ଭିଡ଼ିଓ ଗୁଡ଼ା ଆସିବ ଆପଣମାନେ ଧୈର୍ଯ୍ୟ ସହିତ ଦେଖନ୍ତୁ ଏବଂ ଦେଖିବା ସମୟରେ ଆପଣମାନେ ନୋଟ୍ ଡାଉନ୍ କରନ୍ତୁ। ଯଦି ଭିଡ଼ିଓଟିକୁ ଭଲ ଲାଗୁଥାଏ ତାହେଲେ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଏବଂ ଲାଇକ୍ କରନ୍ତୁ। ଯଦି ଏଥିରେ କିଛି ଯଦି ମତାମତ ଦେବାର ଥାଏ ଆପଣମାନେ ଲେଖି ଜଣାନ୍ତୁ। ସମସ୍ତଙ୍କୁ ଧନ୍ୟବାଦ।